ବନ୍ଧୁମାନେ ଆମେ ଧନ ପ୍ରାପ୍ତି କରିବା ପାଇଁ ଅନେକ ଗୁଡ଼ିଏ ଉପାୟରେ ପାଳନ କରିଥାଉ। ତେବେ ଭାରତୀୟ ତନ୍ତ୍ରଶାସ୍ତ୍ରରେ ଧନକୁ ଆକର୍ଷିତ କରିବା ପାଇଁ ଅନେକ ଗୁଡ଼ିଏ ଚମତ୍କାରୀ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଏହି ତନ୍ତ୍ରଶାସ୍ତ୍ରରେ କିଛି ବୃକ୍ଷଲତାମାନଙ୍କର ମଧ୍ୟ ଉଲ୍ଲେଖ କରାଯାଇଛି। ଏପରି କିଛି ବୃକ୍ଷଲତା ରହିଛି ଯେଉଁ ବୃକ୍ଷଲତା ମାଧ୍ୟମରେ ଆମେ ଆମର ମନସ୍କାମନାକୁ ପୂର୍ଣ୍ଣ କରିପାରିବା। ତେବେ ଆଜିର ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ସେହିଭଳି ଗୋଟିଏ ଗଛ ବିଷୟରେ କହିବାକୁ ଯାଉଛି ଯେଉଁ ଗଛ ମାଧ୍ୟମରେ ଆପଣ ଆପଣଙ୍କର ଅନେକ ମନସ୍କାମନାକୁ ପୂର୍ଣ୍ଣ କରିପାରିବେ। ତ ଆପଣ ଭିଡ଼ିଓରେ ଯେଉଁ ଗଛଟିକୁ ଦେଖୁଛନ୍ତି ସେହି ଗଛଟିକୁ ବ୍ରହ୍ମଦଣ୍ଡୀ କୁହାଯାଇଥାଏ। ଅନେକ ଅଞ୍ଚଳରେ ଏହାକୁ ସତ୍ୟାନାଶୀ ଗଛ ବୋଲି ମଧ୍ୟ କୁହାଯାଇଥାଏ ଏବଂ ହିନ୍ଦୁ ପୁରାଣରେ ଏହାକୁ ସ୍ୱର୍ଣ୍ଣଶ୍ରୀ ବୋଲି କୁହାଯାଇଥାଏ। ତେବେ ଏହାକୁ ବ୍ରହ୍ମଦଣ୍ଡୀ ଏଥିପାଇଁ କୁହାଯାଇଥାଏ କାରଣ ବ୍ରହ୍ମଦେବ ଏହାକୁ ଆମର ଧରାର ସେ କଲ୍ୟାଣ ନିମିତ୍ତ ପୃଥିବୀକୁ ପଠାଇଥିଲେ। ତେଣୁ ଏହାକୁ ବ୍ରହ୍ମଦଣ୍ଡୀ କୁହାଯାଇଥାଏ। ସତ୍ୟାନାଶୀ ଏଥିପାଇଁ କୁହାଯାଇଥାଏ କାରଣ ଏହା କୌଣସି ବ୍ୟକ୍ତିର ଦୁର୍ଭାଗ୍ୟକୁ ନାଶ କରିପାରିଥାଏ। ସେଥିପାଇଁ ଏହାକୁ ସତ୍ୟାନାଶୀ କୁହାଯାଇଥାଏ ଏବଂ ଏହାକୁ ସ୍ୱର୍ଣ୍ଣଶ୍ରୀ ଏଥିପାଇଁ କୁହାଯାଇଥାଏ ଯଦି ଆପଣ ଏହାର ସଠିକ୍ ଉପାୟ ପାଳନ କରନ୍ତି, ଏହାକୁ ସଠିକ୍ ଭାବରେ ଉପଯୋଗ କରନ୍ତି, ତ ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ହୋଇନଥାଏ। ସେଥିପାଇଁ ଏହାକୁ ସ୍ୱର୍ଣ୍ଣଶ୍ରୀ ବୋଲି ମଧ୍ୟ କୁହାଯାଇଥାଏ। ତେବେ ବନ୍ଧୁମାନେ ଏହି ଗଛଟିକୁ ନିଶ୍ଚିତ ଭାବରେ ଆପଣ କେଉଁଠାରେ ନା କେଉଁଠାରେ ନିଶ୍ଚିତ ଦେଖିଥିବେ ଏବଂ ଦେଖିକି ଆପଣ ଅଣଦେଖା ମଧ୍ୟ କରିଥିବେ। କାରଣ ଆପଣମାନେ ନିଶ୍ଚିତ ଏହାକୁ ଏକ ଅନାବନା ଏବଂ ଜଙ୍ଗଲୀ ଗଛ ବୋଲି ଭାବିଥିବେ କାରଣ ଏହା ଏକ କଣ୍ଟା ଜାତୀୟ ଗଛ ଅଟେ। ଏହାର ପତ୍ରରେ କଣ୍ଟା ରହିଥାଏ। ତେବେ ବନ୍ଧୁମାନେ ଆପଣମାନେ କିନ୍ତୁ ଜାଣି ରଖିବା ଉଚିତ ଯେ ଏହାର ପତ୍ର ଭଗବାନ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେବେ ବନ୍ଧୁମାନେ ଏହା ମଧ୍ୟ ଆପଣମାନେ ଜାଣି ରଖିବା ଉଚିତ ଯେ ଏହି ଗଛଟିର ଉପାୟ ଆପଣ ବର୍ଷରେ କେବଳ 3 ଥର କରିପାରିବେ। ଏପରି 3ଟି ଦିନ ରହିଛି ଯେଉଁ ଦିନ ଗୁଡ଼ିକରେ ଆପଣ ଏହାର ବ୍ୟବହାର କରିପାରିବେ କାରଣ ଏହି 3ଟି ଦିନରେ ଏହା ଆପଣଙ୍କୁ ତାହାର ପ୍ରଭାବ ଦେଖାଇଦେବ। ଅନ୍ୟ କୌଣସି ଦିନରେ ଏହା ଆପଣଙ୍କୁ ତାର ପ୍ରଭାବ ଦେଖାଇ ଦେଇପାରିବ ନାହିଁ। ତେବେ ଏହି 3ଟି ଦିନରେ ଯଦି ଆପଣ ଏହି ଗଛର ସଠିକ୍ ବ୍ୟବହାର କରିନିଅନ୍ତି ତେବେ ମାନିକି ଚାଲନ୍ତୁ ଆପଣଙ୍କ ଜୀବନରେ କେବେ ବି କୌଣସି ପ୍ରକାରର ସମସ୍ୟା ଆସିବ ନାହିଁ। ଯଦି ଆପଣ ବେପାର ବାଣିଜ୍ୟ କରୁଛନ୍ତି ଏବଂ ବେପାର ବାଣିଜ୍ୟରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ୁଛି ତ ବେପାର ବାଣିଜ୍ୟରେ ପୁଣି ଥରେ ଆପଣଙ୍କର ଲାଭ ହେବାକୁ ଲାଗିବ ଏବଂ ବେପାର ବାଣିଜ୍ୟରେ ଆପଣ ଭାରତର ଉନ୍ନତି କରିବାକୁ ଲାଗିବେ। ଏବଂ ଯଦି ଆପଣଙ୍କର ଶତ୍ରୁ ଭୟ ଲାଗି ରହିଛି, ସବୁବେଳେ ଆପଣ ଶତ୍ରୁମାନଙ୍କୁ ନେଇ ଚିନ୍ତିତ ରହୁଛନ୍ତି, ତ ଆପଣଙ୍କର ଶତ୍ରୁ ଭୟ ମଧ୍ୟ ଦୂର ହୋଇଯିବ। ତେବେ ବନ୍ଧୁମାନେ ପ୍ରଥମ ଦିନଟି ହେଉଛି ରବି ପୁଷ୍ୟା ନକ୍ଷତ୍ର। ଯେଉଁଦିନ ରବି ପୁଷ୍ୟା ଯୋଗ ହେଉଥିବ ସେହିଦିନ ଆପଣ ଏହି ଗଛଟିର ବ୍ୟବହାର କରିପାରିବେ। ତେବେ ଦ୍ୱିତୀୟ ଦିନଟି ହେଉଛି ଗୁରୁ ପୂର୍ଣ୍ଣିମା ଏବଂ ତୃତୀୟ ଦିନଟି ହେଉଛି ଅମାବାସ୍ୟା। ତେବେ ବନ୍ଧୁମାନେ ଏହାର ଯେଉଁ ଫୁଲଟି ହୋଇଥାଏ ତାହା ସୁନେଲି ଏବଂ ହଳଦିଆ ରଙ୍ଗର ହୋଇଥାଏ। ତେବେ ଏହି ଫୁଲଟିକୁ ଯଦି ଆପଣ ତୋଳି ନିଅନ୍ତି ସେଥିରୁ ଯେଉଁ କ୍ଷୀର ବାହାରିଥାଏ ତାହା ବି ସୁନେଲି ରଙ୍ଗର ହୋଇଥାଏ। ଅର୍ଥାତ୍ ଏହାର ଯେଉଁ ଫୁଲ ରହିଥାଏ ତାହା ଆପଣଙ୍କ ଜୀବନକୁ କେବଳ ଧନ ଆକର୍ଷଣ କରିବା ପାଇଁ ହିଁ କାର୍ଯ୍ୟ କରିଥାଏ। ଆୟୁର୍ବେଦିକରେ ମଧ୍ୟ ଏହାକୁ ଅତ୍ୟନ୍ତ ଉତ୍ତମ ଗଛ ବୋଲି ମାନାଯାଏ। ଅର୍ଥାତ୍ ଏହି ଗଛର ଉପଯୋଗ ଦ୍ୱାରା ଅନେକ ରୋଗର ମଧ୍ୟ ନିବାରଣ କରାଯାଇପାରିବ। ତେବେ ବନ୍ଧୁମାନେ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ କେବଳ ଏହି ଫୁଲର ତାନ୍ତ୍ରିକ ପ୍ରୟୋଗ ବିଷୟରେ କହିବି ଯାହାର ପ୍ରୟୋଗ କରି ଆପଣ ନିଜ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟାର ସମାଧାନ କରିପାରିବେ ଏବଂ ଧନକୁ ମଧ୍ୟ ଆକର୍ଷଣ କରିପାରିବେ। ଆପଣଙ୍କ ଜୀବନରେ ଥିବା ନକାରାତ୍ମକ ଶକ୍ତି ଗୁଡ଼ିକ ମଧ୍ୟ ସବୁଦିନ ପାଇଁ ଦୂର ହୋଇଯିବ ଏବଂ ଆପଣଙ୍କର ଜୀବନରେ ସକାରାତ୍ମକ ଊର୍ଜା ମଧ୍ୟ ବୃଦ୍ଧି ହେବ। ତେବେ ବନ୍ଧୁମାନେ ଏହି ଫୁଲଟିର ସଠିକ୍ ଉପଯୋଗ ଏବଂ ଉପାୟ ଜାଣିବା ପୂର୍ବରୁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ଧ୍ୟାନ ରଖିବେ ଯେ ଆପଣଙ୍କୁ ଏହି ଫୁଲର ବ୍ୟବହାର ସଠିକ୍ ଭାବରେ ହିଁ କରିବାର ଅଛି କାରଣ ବର୍ଷରେ 3ଟି ଦିନରେ ହିଁ ଆପଣ ଏହାର ବ୍ୟବହାର କରିପାରିବେ। ତେବେ ଆପଣଙ୍କୁ ଯେଉଁଠାରେ ବି ଏହି ଗଛଟି ମିଳୁଛି ଆପଣ ଏହି ଗଛଟିକୁ ସେଠାରେ ଓପାଡ଼ିକି ନେଇ ଆସନ୍ତୁ। ଯଦି କଳା ରଙ୍ଗର କୁଣ୍ଡଟି ଆପଣଙ୍କୁ ମିଳୁଛି ତ ସେହି କୁଣ୍ଡଟିରେ ଗଛଟି ଲଗାଇ ଆପଣ ଘରକୁ ଆଣୁଛନ୍ତି
ତ ଆପଣଙ୍କ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଆପଣଙ୍କ ଘରୁ ଦୂର ହୋଇଯିବ ଏବଂ ଗୃହରେ ସକାରାତ୍ମକ ଉର୍ଜାର ବୃଦ୍ଧି ହେବ। ତେବେ ପ୍ରଥମେ ଆସନ୍ତୁ ଜାଣିନେବା ଯେ ରବି ପୁଷ୍ୟା ନକ୍ଷତ୍ରରେ ଆପଣ ଏହି ଫୁଲର ପ୍ରୟୋଗ କିପରି କରିବେ। ତେବେ ଯେଉଁଦିନ ରବି ପୁଷ୍ୟା ନକ୍ଷତ୍ର ଥିବ, ସୂର୍ଯ୍ୟାସ୍ତ ପୂର୍ବରୁ ଆପଣ ଏହି ଗଛର ଗୋଟିଏ ଫୁଲ ଆଣନ୍ତୁ। ତାପରେ ସନ୍ଧ୍ୟା ସମୟରେ ଆପଣ ଯେତେବେଳେ ସନ୍ଧ୍ୟା ଦେଉଛନ୍ତି ତ ସେହି ସମୟରେ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ଏକ ଶୁଦ୍ଧ ଘିଅର ଦୀପ ଜାଳନ୍ତୁ। ତାପରେ ଆପଣ ଯେଉଁ ଫୁଲଟିକୁ ନେଇଥିବେ ସେହି ଫୁଲଟିକୁ ଆପଣ ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବେ ଏବଂ ତାପରେ ଆପଣ ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରର ଜପ କରିବେ। ତ ସେହି ଫୁଲଟିକୁ ଅର୍ପଣ କରିସାରିବା ପରେ ଆପଣଙ୍କୁ ଏହି ମନ୍ତ୍ରକୁ 1001 ଥର ଜପ କରିବାର ଅଛି। ତେବେ ବନ୍ଧୁମାନେ, ରବି ପୁଷ୍ୟା ନକ୍ଷତ୍ରରେ ଯଦି ଆପଣ ସଠିକ ଭାବରେ ଏହି ଉପାୟଟିକୁ ପାଳନ କରିନିଅନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହେବ ଏବଂ ଆପଣଙ୍କ ଜୀବନରେ ଧନ ଆକର୍ଷିତ ହୋଇ ଆସିବ। ଆପଣଙ୍କ ଜୀବନରେ କଦାପି ବି ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ ଏବଂ ଯଦି କୌଣସି ବି କାରଣରୁ ଆପଣଙ୍କର ବେପାର ବାଣିଜ୍ୟ ଅଟକି ଯାଇଥିଲା, ସେଥିରେ ଆପଣଙ୍କୁ କ୍ଷତିର ସାମ୍ନା କରିବାକୁ ପଡ଼ୁଥିଲା, ଆପଣ ଯେତେ ଚେଷ୍ଟା କଲା ପରେ ମଧ୍ୟ ଆପଣଙ୍କୁ ଆପଣଙ୍କର ବେପାର ବାଣିଜ୍ୟରେ ଲାଭ ମିଳିପାରୁନଥିଲା, ତ ଏହି ଉପାୟଟି କରିବା ପରେ ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ପୁନର୍ବାର ଉନ୍ନତି ଦେଖିବାକୁ ପାଇପାରିବେ। ଚାକିରି କ୍ଷେତ୍ରରେ ଆପଣଙ୍କର ଦରମା ବୃଦ୍ଧି ହେବ। ଦ୍ୱିତୀୟ ଉପାୟଟି ହେଉଛି ଗୁରୁ ପୂର୍ଣ୍ଣିମା। ଗୁରୁ ପୂର୍ଣ୍ଣିମା ଦିନ ଆପଣଙ୍କୁ ଏହାର ଗୋଟିଏ ପତ୍ର ନେବାର ଅଛି। ତାପରେ ଆପଣଙ୍କୁ ଗୋଟିଏ ତମ୍ବାର ଲୁଟା ନେବାର ଅଛି ଏବଂ ସେହି ଲୁଟାରେ ଆପଣ ପୂର୍ଣ୍ଣ କରି ଶୁଦ୍ଧ ଜଳ ନିଅନ୍ତୁ। ତାପରେ କୌଣସି ବି ଶିବ ମନ୍ଦିରକୁ ଯାଇ ଆପଣ ସେହି ଜଳକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏବଂ ଜଳ ଅର୍ପଣ କରିବା ସମୟରେ ସେହି ପତ୍ରକୁ ଅର୍ପଣ କରନ୍ତୁ। ତାପରେ 508 ଥର ଓମ୍ ନମ ଶିବାୟ ମନ୍ତ୍ରର ଜପ କରନ୍ତୁ। ଯଦି ଗୁରୁ ପୂର୍ଣ୍ଣିମା ଦିନ ଏହି ଉପାୟଟିକୁ ଆପଣ ସଠିକ ଭାବରେ କରିନେଉଛନ୍ତି ତ ଆପଣଙ୍କୁ ମହାଦେବଙ୍କର ଅପାର କୃପା ପ୍ରାପ୍ତି ହେବ ଏବଂ ଆପଣଙ୍କ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟା ମଧ୍ୟ ଦୂର ହୋଇଯିବ। ଯଦି ଆପଣଙ୍କର କୌଣସି ପ୍ରକାରର ବେମାରୀ ଲାଗି ରହିଛି ତ ତାହା ମଧ୍ୟ ଦୂର ହୋଇଯିବ। ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟର ପ୍ରାପ୍ତି ହେବ। ଗୃହରେ ସୁଖ ସମୃଦ୍ଧି ଧନ ଦୌଲତର ବୃଦ୍ଧି ହେବ। ତୃତୀୟ ଉପାୟଟି ହେଉଛି ଅମାବାସ୍ୟା ଦିନ। ତ ଅମାବାସ୍ୟା ଦିନ ତିଥିରେ ଆପଣଙ୍କୁ ଏହାର ଗୋଟିଏ ଫୁଲ ତୋଳିକି ଆଣିବାର ଅଛି ଏବଂ ଆପଣଙ୍କୁ କୌଣସି ବି ଶନି ମନ୍ଦିରକୁ ଯିବାର ଅଛି। ତାପରେ ଆପଣ ଶନି ମନ୍ଦିରରେ ଏକ ଘିଅର ଦୀପ ଜାଳନ୍ତୁ। ତାପରେ ସେହି ଦୀପଟିକୁ ଅର୍ପଣ କରି ଆପଣ ଶନି ଚାଳିଶାର ପାଠ କରନ୍ତୁ। ତେବେ ଶନି ଚାଳିଶା ଆପଣଙ୍କୁ 7 ଥର ପାଠ କରିବାର ଅଛି। ତେବେ ଏହି ଉପାୟଟିକୁ ଆପଣଙ୍କୁ ସୂର୍ଯ୍ୟାସ୍ତ ପରେ କରିବାର ଅଛି। ଆପଣ ଯଦି ଏହି ଉପାୟଟିକୁ କରିନିଅନ୍ତି ତେବେ କୁଣ୍ଡଳୀରେ ଆପଣଙ୍କୁ ରାହୁକେତୁଙ୍କର ସାଥ ମିଳିବ, ଆପଣଙ୍କର ନବଗ୍ରହଙ୍କର ସାଥ ମିଳିବ। ତେବେ ବନ୍ଧୁମାନେ, ଶନି ହେଉଛନ୍ତି ନ୍ୟାୟଦାତା, କର୍ମ ଫଳଦାତା। ଯଦି ଆପଣ ଭଲ କାର୍ଯ୍ୟ କରନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କୁ ଶନିଦେବଙ୍କର କୃପା ପ୍ରାପ୍ତି ହେବ। ତ ଆପଣମାନେ ଯଦି ଅମାବାସ୍ୟା ତିଥିରେ ଯେଉଁଦିନ ଶନିବାର ପଡ଼ିଥିବ, ଶନିବାରରେ ଯଦି ଅମାବାସ୍ୟା ତିଥି ପଡ଼େ, ସେହିଦିନ ଆପଣ ଏହି ଫୁଲକୁ ଶନି ମନ୍ଦିରରେ ଅର୍ପଣ କରିଦିଅନ୍ତୁ। 7 ଥର ଶନି ଚାଳିଶାର ପାଠ କରନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କୁ ଶନିଦେବଙ୍କର କୃପା ପ୍ରାପ୍ତି ହେବ। ନବଗ୍ରହଙ୍କର ଶୁଭ ଦୃଷ୍ଟି ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ଏବେ ଆସନ୍ତୁ ଜାଣିବା ଶେଷ ଉପାୟଟି ବିଷୟରେ। ଆପଣଙ୍କ ଗୃହରେ ଯଦି କୌଣସି ଯାଦୁ ଶକ୍ତିର ପ୍ରୟୋଗ କରାଯାଇଅଛି, କୌଣସି ତନ୍ତ୍ର ଶକ୍ତିର ପ୍ରୟୋଗ କରାଯାଇଛି ତ ଆପଣ ନିଜର ଘରର ପରିସରରେ ମଧ୍ୟ ଏହି ଗଛଟିକୁ ଲଗାଇ ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ଏହି ଗଛର ଆପଣ ଜଳ ଅର୍ପଣ କରନ୍ତୁ ଏବଂ ଯଦି ଏହି ଗଛଟି ଆପଣଙ୍କର ଘରର ପରିସରରେ ହରାଭରା ହୋଇ ବଢ଼େ ତ ଆପଣ ଜାଣିନେବେ ଯେ ଆପଣଙ୍କ ଗୃହରୁ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଗୁଡ଼ିକ କଟିଯାଇଛି ଏବଂ ଆପଣଙ୍କ ଘର ଉପରେ କୌଣସି ପ୍ରକାରର ନଜର ଦୋଷ ଆଉ ନାହିଁ। ତ ବନ୍ଧୁମାନେ, ଆମମାନଙ୍କୁ ସାଧାରଣ ଲାଗୁଥିବା ଏହି ଗଛଟି ନିଶ୍ଚିତ ଭାବରେ ଅସାଧାରଣ ଅଟେ, କାରଣ ଏହାର ଏପରି ଚମତ୍କାରୀ ଶକ୍ତି ରହିଛି ଯାହାର ପ୍ରୟୋଗ କରି ଆପଣ ନିଜ ଜୀବନରେ ଅନେକ କିଛି ଜିନିଷ ପ୍ରାପ୍ତି କରିପାରିବେ। ଜୀବନରେ ଚାଲିଥିବା ଅନେକ ସମସ୍ୟାରେ ମଧ୍ୟ ସମାଧାନ କରିପାରିବେ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟା ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।